ବସ୍ତ୍ର କରିବି ନାହିଁ ବା ତମକୁ କେବେ ଦୁଃଖ ରଖିବି ଏ ଶବ୍ଦର ତାର ଥାଏ। ସେମିତି ଆମର ବିବାହ ସଂସ୍କାର ଗୋଟେ ଭୋଜନ ଅଛି। ଅନ୍ନପ୍ରାଶେନ ମଣିନା ପ୍ରାଣ ସୂତ୍ରେଣ ଗ୍ରନ୍ଥିନା ବୋଲି ଗୋଟେ ମନ୍ତ୍ର ଅଛି। ମୁଁ ବନ୍ଧୁ ଅନ୍ନ ଦେଇକି କହୁଛି ତମ ହୃଦୟ ମୋ ହୃଦୟକୁ ପ୍ରବେଶ କରୁ, ମୋ ହୃଦୟ ତମ ହୃଦୟ, ଆମ ଦୁଇ ଜଣଙ୍କର ହୃଦୟ ସମାନ। ଅନ୍ନଟା ଗୋଟେ ସେଥିରେ ସେ ପ୍ରତି ଆଜ୍ଞା ମୁଁ ତମକୁ ଅନ୍ନ ଜୀବନ ଯାକ ଦେବି। ବନ୍ଧୁ ଯେତେବେଳେ ଆମ ଘରକୁ ଆସୁଥିଲା ସେ କ'ଣ ଆଣିଥିଲା ଦେଖାଉନଥିଲା, ଆସିଥିଲା ଦେଖାଉ ଆଣିଛି କ'ଣ ଦେଖିଥିଲା କ'ଣ ଆମ ଘର ଭାବରେ ଚାଲେ ସିଏ ଗୋଟେ ଖାଲି ଆସିବ ନା ନେଇ ଆସୁଥିଲା। ହଁ ଆମ ବନ୍ଧୁମାନେ ଭାରି ଚାଲାକ ଥିଲେ। ମନେ କଥା ମୁଁ ହଠାତ୍ ବନ୍ଧୁ ଘରେ ପହଞ୍ଚିଲି, ମୋତେ କ'ଣ ଖାଇବାକୁ ମୁଁ ଏମିତି ଜିନିଷ ନେଇକି ସେଇ ଜିନିଷ କାଟି ମୋତେ ବି ଦେଇଥିଲି। ଯୌତୁକ ଶବ୍ଦ ମୋ ବନ୍ଧୁଟି ଲଜ୍ଜିତ ହେବନି। ମୋ ସାଙ୍ଗରେ କିଏ ସାଙ୍ଗଟେ ଯାଇଛି ସେ କ'ଣ ଭାବିବ ଓ ଏମିତି ଘରେ ଯେଉଁଟା ଦେଇଥିଲା ସେ ତାକୁ ଜଳଖିଆ ଟିକେ ଦେଇପାରିଲାନି। ମୁଁ ଜଳଖିଆ ନେଇକି ଯାଇଥିବି ସେ ସେଇ ଜଳଖିଆ ଦେଇଦେବ, ମୋ ବନ୍ଧୁ ବି ଖୁସି, ମୁଁ ବି ଖୁସି, ମୋ ଝିଅର ସମ୍ମାନ ବି ରହିଲା। ମାନେ ଏଗୁଡ଼ା ସବୁଟା ମୋର ମାନସିକତା ଭିତରେ ଥିଲା। ଏଠି ଦବା ନେବାଟା ନଥିଲା। ବର୍ତ୍ତମାନ ଧୀରେ ଧୀରେ ଏଗୁଡ଼ା ଦାବି ଏଇଟା କାହିଁ ଦେଲେନି, ସେଟା କାହିଁ ଦେଲେନି, ସେଟା କାହିଁ ଦେଲେନି, ସେଟା କାହିଁ ଦେଲେନି। ଆଚ୍ଛା ମୁଁ ଜାତିସଂଘଟାକୁ ମୁଁ ଠିକ୍ରେ ବୁଝି ଜାତିସଂଘ ମାନେ ମଣିଷ ସମାନ ପ୍ରସବାତ୍ମିକ ଜାତି। ଯୌତୁକ ଶବ୍ଦ ଆମ ଅଭିଧାନରେ କୁହାଯାଏ। ଯୌତୁକ ଶବ୍ଦର ଅର୍ଥକୁ ମାନେ ଏ ଯୌତୁକଟା